হ্যালো ফ্রেন্ডস নমস্কার জয় জগন্নাথ আশা করছি ভগবান আশীর্বাদ ভালো ଥିବେ ସମସ୍ତେ ତ ଫ୍ରେଣ୍ଡସ୍ ଆଜି ପ୍ରାୟତଃ 3 ମାସ ପରେ ଭିଡ଼ିଓ ଆସିଲା କାହିଁକିନା ବହୁତ କିଛି କାରଣ ଅଛି ତ ଫ୍ରେଣ୍ଡସ୍ ମୁଁ ଆଜି କିଛି କହିବାକୁ ଚାହୁଁଛି ଫ୍ରେଣ୍ଡସ୍ ମାନଙ୍କୁ କାହିଁକି ଭିଡ଼ିଓ ଆସୁନଥିଲା କାରଣ କ'ଣ କାହିଁକି ଆସୁନଥିଲା କ'ଣ ଅସୁବିଧା ହେଇଥିଲା ମୋର ସବୁ ଆପଣଙ୍କୁ ଫ୍ରେଣ୍ଡସ୍ କହିବି ତ ଭିଡ଼ିଓକୁ ଆପଣ କଣ୍ଟିନ୍ୟୁ କରିବେ କାହିଁକିନା ଏଇ ପିଲାଟା କଥା ଟିକେ ଦୁଃଖ ଶୁଣିବେ କାହିଁକିନା ବହୁତ ଦିନ ହେଲାଣି ଏତିକି 3 ମାସ ହେଲାଣି ପ୍ରାୟତଃ ମୁଁ ଗୋଟେ ବାହାରିକି ଯାଇଥିଲି ଘରୁ 3 ମାସ ହେଲାଣି ପ୍ରାୟ ମାର୍ଚ୍ଚ 28ରୁ ବାହାରିକି ଯାଇଛି ଘରୁ ତ ଏତେ ଯେ ପ୍ରୋବ୍ଲେମ୍ ହେଉଛି ଗୋଟେ ରୁମ୍ ପାଉନି ମାନେ ଗୋଟେ ସାଟିସ୍ଫାଇ ରୁମ୍ ପାଉନାହିଁ ତ ସେଥିପାଇଁ ମୋତେ ଭଲ ଲାଗୁନାହିଁ ତ ସେଇ କିଛି କାରଣ ଅଛି ପୁଣି ମାନେ ଖାଇବା ପିଇବାରେ ବି କିଛି କାରଣ ଅଛି ତ ସବୁ ପ୍ରକାର ମୋର ଏତେ ଯେ ଯେଉଁ ଭଗବାନ କଷ୍ଟ ଦେଉଛନ୍ତି ମୁଁ ଯାଇନାହିଁ ତ କାହିଁକି କେହି ଜାଣେ ମୁଁ ଯାଇନି ତ ଫ୍ରେଣ୍ଡସ୍ ଗୋଟେ କଥା କହିବି ଆପଣ ଯେତେବେଳେ ଯିବେ ଫାଷ୍ଟ ଯେ କାମରେ ଯାଆନ୍ତି କି ତୁମ ଭଲରେ ଯାଅ କି ଜିନିଷପତ୍ର ଆଣିବେ ଆପଣ ଯିବେ ଆଗେ ଆପଣ ରୁମ୍କୁ ଆପଣ ବର୍ଷେ ଜିନିଷ ଦେଖିବେ ତ ଜାଣିବେ ତାପରେ ଯେ ହଁ ଏଠି ମୁଁ ନେମି ଏଇଟା ନାହିଁ ନା କାହା ଅଣ୍ଡରରେ କି କାହା ମାଧ୍ୟମରେ ଯିବେ ପଠେଇ ଯେ ଯାଉ ଦେଖି ଆସିବ ଭଲ ହେଇଛି ନା ନାହିଁ ଖରାପ ହେଇଛି ଯିବେ ମନମୁଖୀ ଦେଖିବେ ତ ସବୁ ଦେଖିବେନି ଗୋଟେ ଦୁଇଟା ଦେଖିବେ ହଁ ଠିକ୍ ଅଛି ସେଟା ଅଛି ତ ସେଇଭଳିଆ କାମ ମୋର ହେଇଛି ଏଇ ବର୍ଷ ମାନେ 3 ମାସ ହେଲା ହେଉଛି ତ ଏଇଭଳିଆ ମୁଁ କହୁଛି ଆପଣ ଯେ କାମ କରିବେ ଆପଣ ନିଜେ ଯିବେ କାହା ମାଧ୍ୟମରେ ଯିବେ ନାହିଁ ତ ସେଇଭଳିଆ କାମ ତ ମୁଁ ଫାଷ୍ଟ କହୁଛି ଫ୍ରେଣ୍ଡସ୍ ରୁମ୍ ପାଇଁ ଆଗ ଫାଷ୍ଟ ମାନେ କେସ୍ ୱାନ୍ ମାନେ ଯାଇଥିଲି ଫାଷ୍ଟ ରୁମ୍ ଦେଖିବା ପାଇଁ ରୁମ୍ଟା ମୋତେ ଭଲ ଲାଗିଲା ତ ରୁମ୍ ଭଲ ଲାଗିଲା ତାପରେ ବାଥରୁମ୍ ମୋତେ ଭଲ ଲାଗିଲାନି ଆଉ ମାନେ ସବୁବେଳେ ମାନେ ଫୋନ୍ ପାଠ ପଢ଼ିବା ପାଇଁ ତ ଡିଷ୍ଟର୍ବ ହେଲା ତ ସେଇ ରୁମ୍କୁ ମୁଁ ରିଜର୍ଭ କରିଥିଲି ଗୋଟେ ଦିନ ପାଇଁ ରହିଥିଲି ତ ସେଇଠି ବି ସେ 2 ଦିନ ପାଇଁ ରହିଥିଲେ ତ 1100 ଟଙ୍କା ନେଇଯାଇଥିଲେ ତ ଫ୍ରେଣ୍ଡସ୍ ଫେର୍ 2 ଦିନ ପରେ ଆଉ ରୁମ୍କୁ ସାଙ୍ଗ ସେ ସାଙ୍ଗଟା ବୋଲି ଅଛି ତାଙ୍କ ନାଁ ମେନ୍ସନ୍ କରୁନାହିଁ ସେ କହିଲେ ମୋ ସାଙ୍ଗ ଗୋଟେ ରୁମ୍ ଦେଖେ ସେ ରୁମ୍ ଦେଖିଥିଲେ ଭଲ ରୁମ୍ ଥିଲା କିନ୍ତୁ ଦେଖିଥିଲେ ତ ଫ୍ରେଣ୍ଡସ୍ ସିଏ ଆଉ ଦେଖିନଥିଲେ ବାଥରୁମ୍ଟା ବହୁତ ପଛରେ ଅଛି ତ ମୋତେ ବହୁତ ଅସୁବିଧା ହେବ ମୁଁ ଜାଣିଥିଲି ତ ସେଥିପାଇଁ ମୁଁ ଛାଡ଼ିଦେଲି ତ ସେ ଫ୍ରେଣ୍ଡସ୍ ସେ ରୁମ୍ ମୋତେ ଭଲ ଲାଗିଲା ମୁଁ ଛାଡ଼ିଥିଲି ତ ଏଇସବୁ କଥା ଫ୍ରେଣ୍ଡସ୍ କାହିଁକିନା ବହୁତ କିଛି ଘଟିଯାଇଛି ମୋ 3 ମାସ ଭିତରେ ମୋ ସହିତ କାହିଁକି ଘଟୁଛି କ'ଣ ପାଇଁ ଘଟୁଛି ମୁଁ ଜାଣିନାହିଁ ତ ଫ୍ରେଣ୍ଡସ୍ ସେଇଥିପାଇଁ ଭିଡ଼ିଓ ଆସିପାରୁନଥିଲା ତ ଏପଟେ ଭାବୁଛି କ'ଣ କରିବି ଆଉ ଫ୍ରେଣ୍ଡସ୍ ମୋତେ ଭଲ ପାଇବା ଦେଇଥିଲେ ବି ଆଉ ସାନ ଭାଇମାନେ କହୁଛନ୍ତି ସାଙ୍ଗମାନଙ୍କ ସାନ ଭାଇ ଭିଡ଼ିଓ କାହିଁକି ଆସୁନି କ'ଣ ହେଇଛି ତୁମର କାହିଁକି ଆସୁନି କିଛି କାରଣ ସବୁ କିଛି କାରଣ ରିଜିନ୍ ଅଛି ମୋ ପାଖରେ ତ ମୁଁ କହିପାରିବିନି ତ ଏମିତି ବି ଫାଷ୍ଟ ଯେତେବେଳେ ଯିବେ ଆଗେ କେବେ ଦେଖିବେ ଜିନିଷ ତାପରେ ଆଡ଼ଭାନ୍ସ ଦେବେ ବିନା ଆଡ଼ଭାନ୍ସ କାହାକୁ ଦେବେ ନାହିଁ ଆଡ଼ଭାନ୍ସ ଦେଲା ପରେ ସେ ପଇସା ଫେରାଇବେ ନାହିଁ ତ ମୋ ସହିତ ଏଗୁଡ଼ା ଘଟିଛି ମୁଁ ତ ମେନସନ୍ କରିବି ସେ ପିଲାଟା ନାଁ କ'ଣ ଆଉ ମେସ୍ ନାଁ କ'ଣ ବାଲେଶ୍ୱର ମୁଁ ସବୁ ଆପଣଙ୍କୁ ଜଣେଇବି ଆଉ ଗୋଟେ ଭିଡ଼ିଓ ମାଧ୍ୟମରେ ସବୁ ଡିଟେଲ୍ସ କହିବି କେଉଁ ମେସ୍ ନାଁ କ'ଣ କି ଛୁଆ କ'ଣ ମୁଁ ସବୁ ଡିଟେଲ୍ସ କହିବି ଆଉ ତ ଫ୍ରେଣ୍ଡସ୍ ସେ ବି ମୋ ଫୋନ୍ ଉଠାଉନାହାନ୍ତି କାହିଁକିନା ସେ ଯେ ଛୁଆଟା ମୋ ଫୋନ୍ ଉଠୁନାହିଁ କି ରିସିଭ୍ କରୁନାହାନ୍ତି ମୋ ଫୋନ୍କୁ ବ୍ଲକ୍ କରିଛନ୍ତି ତାଙ୍କ ନାଁରେ ମୁଁ ମେନସନ୍ କରିବି ଆପଣଙ୍କୁ ମୁଁ ଫଟୋ ସହ ଆପଣଙ୍କୁ ଭିଡ଼ିଓ ମାଧ୍ୟମରେ ଦେଖେଇବି ମେସ୍ ସହିତ ଆଉ ସେ ପିଲାଟା ଫଟୋ ସହ ଆପଣଙ୍କୁ ଭିଡ଼ିଓ ମାଧ୍ୟମରେ ଦେଖେଇବି ସବୁ ଦେଖେଇବି କ'ଣ ମାନେ ଏତେ ବି ଠକାମି ଚାଲିଛି ବାଲେଶ୍ୱରରେ ମେସ୍ରେ ମାନେ ଏତେ ଯେ ଠକାମି ମାନେ ନେଇକି ବି ଦେଉନାହାନ୍ତି ମାନେ ଫୋନ୍ ବ୍ଲକ୍ ଲାଷ୍ଟର ମୋ ନମ୍ବରକୁ ବ୍ଲକ୍ କରିଦେଇଛନ୍ତି ସେ ଛୁଆ ତ ଏଇସବୁ କଥା ଫ୍ରେଣ୍ଡସ୍ ମୋର ଏଇଭଳିଆ ଚାଲିଛି ପରିସ୍ଥିତି ତ ଫ୍ରେଣ୍ଡସ୍ ମୁଁ ଆଜି ପ୍ରାୟତଃ 2 ମାସ ପରେ ମୁଁ ଘରକୁ ଆସିଛି କାହିଁକିନା ବହୁତ ଏଇସବୁ କଥା ମୁଁ ଘରକୁ ଯିବି ବୋଲି ଭାବିଛି ତ ଦେଖାଯାଉ କ'ଣ ହେଉଛି 2 ମାସ ହେଲା ଆଇଲି ଘରକୁ ଯାଇନାହିଁ ତ ଏଇସବୁ କଥା ଚାଲିଛି ତ ସେ ଫୋନ୍ ଉଠୁନାହାନ୍ତି କି ମୋ ମେସେଜ୍ ଗଲାକୁ ମେସେଜ୍ ସିନ୍ କରୁନାହାନ୍ତି କି କଲ୍ ବ୍ୟାକ୍ କରୁନାହାନ୍ତି ଏଇସବୁ କଥା କାହିଁକିନା ମୋର କିଛି ଦେବାର ଥିଲା ସେ ଦେବେ ସେ ରିସିଭ୍ କରୁନାହାନ୍ତି କି ତାଙ୍କ ଘର ମାଲିକ ନ ସିଏ ବି ଦେଉନାହାନ୍ତି କି ମୋର ଫୋନ୍ ରିସିଭ୍ କରୁନାହାନ୍ତି ଯାହା ଧର କଲେ ହଁ ଦେବି କହିକି ଦେଉନାହାନ୍ତି ତ ଏଇସବୁ କଥା ଆଉ ମୁଁ 3 ମାସ ହେଲା ଘରୁ ଛାଡ଼ିକି ଆଇଲା ପରେ ଜାଣିଛୁ କି ବହୁତ ବାହାରେ ଯେ କିଣି ଖାଇବା ତ ବହୁତ ବଢ଼ିଆ ଗୋଟେ ଦିନ ଖାଇବା 100 ଟଙ୍କା ଭାବନ୍ତି ତାହେଲେ 3 ମାସ ମୁଁ ରହିନି ଆଜି ତା କେତେ ଟଙ୍କା ଖର୍ଚ୍ଚ ଆପଣ ଭାବିବେ ଫ୍ରେଣ୍ଡସ୍ ମାନେ ମୁଁ କହୁନାହିଁ ଆପଣଙ୍କୁ ବହୁତ କିଛି ମୋ ସହ ଘଟିଯାଇଛି ମୁଁ ସେଇଟା ସେୟାର କରିପାରିବି ନାହିଁ କାହିଁକିନା ସେଇଟା ମୁଁ ସେୟାର କରିବା ପାଇଁ ଚାହୁଁନି କି ମୋତେ ବହୁତ ଦୁଃଖ ଲାଗିବ ସେଇ କଥା ଭାବିଲା ବେଳକୁ ତ ଏବେ ବି ଭାବିଛି କ'ଣ କରିବି ନାହିଁ ମୁଁ ଜାଣିପାରୁନାହିଁ ତ ଆଇଛି ଯେତେବେଳେ ଆମେ ସବୁ କାମ ତ ସାରିକି ପଡ଼ିବ ତ ସେଇଭଳିଆ ମୁଁ ଅଛି ତ କ'ଣ କରିବି ନାହିଁ ଜାଣିପାରୁନାହିଁ ତ 3 ମାସ ହେଲାଣି ପ୍ରାୟତଃ ଭାତ କାହିଁକିନା ମୁଁ ଛତୁଆ ଆଣିଥିଲି ଛତୁଆ ଦେଇକି ମୁଁ ଖାଉଛି ବର୍ତ୍ତମାନ କାହିଁକିନା 3 ମାସ ହେଲାଣି ଗ୍ୟାସ୍ ଆଣିପାରୁନାହିଁ ତ କାହିଁକିନା ଟିକେ
ମାନେ କ'ଣ ଅସୁବିଧା ହେଇନି ଗ୍ୟାସ୍ଟା କହିଛି ମୋ ସାଙ୍ଗଟା ଆଣିବ ମାନେ ମୋ ସାନ ଭାଇଟି ଆଣିବ ତାଙ୍କର ହେଲା ଆମର ବସ୍ତା ସେ କହିଛି ସମୟ ଠିକ୍ ଅଛି ମୁଁ ଗ୍ୟାସ୍ ନେଇକି ଆସିଲା ପରେ ମୁଁ ରାନ୍ଧି ଖାଇବି ତ ମୁଁ ସେ କହିଛି ସେ ଆଣିବେ ତ ଭାତ ରାନ୍ଧାରୁନ୍ଧି କରିବି ନିଜେ ଖାଇବି ଆଉ ମେସ୍ରେ ଖାଇଲା ବହୁତ ରେଟ୍ ହେଇଯାଉଛି ତ ସେଥିପାଇଁ ମୁଁ ନିଜେ ରାନ୍ଧି ବାଢ଼ି ଖାଇବି ଭାବିଛି ତ ଗୋଟେ ମିଲ୍ ପିଛା 25-30 ଟଙ୍କା ପଡ଼ିଯାଉଛି ତ ବାହାରକୁ ଖାଇବାକୁ ପ୍ରାୟତଃ 1500 ଟଙ୍କା 1600 ଟଙ୍କା ଖର୍ଚ୍ଚ ହେଉଛି ତା ବାଦ ଏବେ ମାଉସୀ ପଇସା ଗ୍ୟାସ୍ ପଇସା ଯେତେ ପଡ଼ୁଛି ରୁମ୍ ଭଡ଼ା ଯେତେ ପଡ଼ୁ ନା ନା ନିଜେ ରାନ୍ଧି ଖାଇବି ତ କଷ୍ଟ ହେବ ପଛେ ତ ମୁଁ ବାହାରୁ ଆଉ ଖାଇବି ନାହିଁ କି ମେସ୍ରେ ଖାଇବି ନାହିଁ ନିଜେ ରାନ୍ଧିବି ଖାଇବି ତ ମୋତେ କମ୍ଫର୍ଟେବଲ୍ ଲାଗିବ ମାନେ ଯାହା ଖାଇବି ତାହା ରାନ୍ଧିବି ମୋ ଇଚ୍ଛାରେ ତ ସିଏ କିଛି ମାଗି ନଥାଏ ଯେ ଏଟା ରାନ୍ଧ ସେଟା ରାନ୍ଧ ମୁଁ ସେଇଭଳିଆ କିଛି କରିବି ନାହିଁ ତ ନିଜେ ରାନ୍ଧିବି ଖାଇବି ଯଦି ଭଲ ନ ଲାଗିଲା ମୋର କିଛି ନାହିଁ ଆଉ ମୁଁ ନିଜେ ରାନ୍ଧିଛି ମାନେ ଖାଇବାକୁ ପଡ଼ିବ ନା ତ ସେଇଟା କିଛି କରିବାର ନାହିଁ ଏଇସବୁ କଥା ପାଇଁ ତ ମୁଁ ଭାବିଛି ମୁଁ ସେ ମୋ ସାନ ଭାଇଟା ଆଣିବେ କହିଛନ୍ତି ଗ୍ୟାସ୍ ଆସିବେ ଆଉ ନେଇକି ଆସିଲା ପରେ ମୁଁ ଦେଖିବି ଆଉ କ'ଣ ନାହିଁ ତ ସେଇସବୁ କଥା ତ ଏତେ ସବୁ ବଡ଼ ବେଳେ ତଥାପି ମୁଁ ଚାଲିଛି ମୋ କାମରେ ମୁଁ ଚାଲିଛି ମାନେ ମୋ ପଥର ଆଗେଇ ଚାଲିଛି ତ ଦେଖାଯାଉ କ'ଣ ହେବ ନାହିଁ ମୁଁ ଯାଇନାହିଁ ତ କଣ୍ଟିନ୍ୟୁ କରିଛି ମୋ କାମରେ କ'ଣ ହେବ ନାହିଁ ସେଇଟା ତ ମୋ ପର କଥା ଆଉ ଏଇ ଦୁଃଖ ଜଞ୍ଜାଳରେ ମୁଁ ଚାଲିଛି ଏକା କେହି ସେମିତି ମୋ ସହ ସାଥ ଦେବା କେହି ନାହାନ୍ତି ତ ଏହିସବୁ କଥା ଭାବୁ କିନ୍ତୁ ଚାଲ ମୁଁ ତ ପଛେ ଅଛି ଆଉ ମୋର ତ ମାଆ ନାହିଁ ଆପଣଙ୍କୁ ଭିଡ଼ିଓଟା କହିଥିଲି ଆଉ ମାଆ ଥିଲେ ଆଉ କିଛି ସାହସ ଦେଇଥାନ୍ତେ ତ ସେଇଭଳିଆ ମାଆ ବି ନାହିଁ ମୁଁ କିଛି କରିବି ନାହିଁ ତ ବାପା କହିଛନ୍ତି ଛୁଆ ତୁ ଆଗେଇ ଚାଲ ମୁଁ ତ ପଛେ ପଛେ ଅଛି ମୁଁ କହିଲି ବାପା ଠିକ୍ ଅଛି ମୁଁ ଚାଲିଛି ମୋ ପଥର ମୁଁ ଚାଲିଛି ତ ଦେଖାଯାଉ ପଥର କେଉଁଠି ସରୁଛି କେଉଁଠି ଆରମ୍ଭ ହେଉଛି ମୁଁ ଯାଇନାହିଁ ତ ଦେଖିବା କେତେ ବାଟ ଯାଉଛି ମୋ ପଥ ଆଉ ଏଇସବୁ କଥା ତଥାପି ଗୋଡ଼ କଥା କଲେ ବି ମୁଁ ରାନ୍ଧିବି ଖାଇବି ବାଢ଼ିବି ସବୁ କରିବି ଏକା ତ କାହାର ଉପରେ ନିର୍ଭରଶୀଳ ହେମିନି ନିର୍ଭରଶୀଳ ହେବା ପାଇଁ ଚାହିଁ ନାହିଁ ତ ନିଜେ ରାନ୍ଧିବି ନିଜେ ଖାଇବି ବାଢ଼ିବି ତ ବାହାରୁ ଆସିଛି ମାନେ ନିଜେ ତ ଖାଇପାରିବୁ ନା ତ ତ ସେମିତି ଆଶା କରିବୁନି ଯେ ତୋତେ ସେ ରାନ୍ଧିକି ଦେବେ ଇଏ ଦେବେ ସେ ଦେବେ ସବୁ ନିଜେ କରିବା ପାଇଁ ପଡ଼ିବ ତ ମୁଁ ମନସ୍ଥ କରିଛି ସବୁ କରିବି କିଛି କାହାରି ଭରସା ରହିବି ନାହିଁ ପ୍ରତ୍ୟେକ କାମ ନିଜେ କରିବି ତ ଫ୍ରେଣ୍ଡସ୍ ମୁଁ ବି ଗୋଟେ କଥା କହୁଛି ମାନେ ଯେତେବେଳେ ଯେ କାମ କରୁଛି ନିଜେ କରିବେ କାହା ଭରସାରେ ରହିବେନି ମୋର ଏତିକି ରିକ୍ୱେଷ୍ଟ ଆଜି ଭରସା କରିଛି ନା କାମରେ ସେ କିନ୍ତୁ ଫେଲ୍ ହେଇଛି ବହୁତ ବିଷାଦ କଥା କରୁଛନ୍ତି ମୋ ସହିତ ହେଇଛି ମୁଁ ଆପଣଙ୍କୁ ଜଣେଇଲି ଭିଡ଼ିଓ ମାଧ୍ୟମରେ ତ ମୋ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲା ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ ଆଉ ଏଇଭଳି ଭିଡ଼ିଓ ଆସିବ ତ ଫ୍ରେଣ୍ଡସ୍ ଆଉ ଗୋଟେ କଥା କହିବାକୁ ଚାହୁଁଛି ମୁଁ ଭିଡ଼ିଓ ପ୍ରତିଦିନ ଆସିପାରେ କାହିଁକିନା ମୁଁ ତ କହିଛି ମାନେ ମୁଁ ପାଠ ପଢ଼ୁଛି ତ ଏବେ ଆଣିପାରିବିନି ଭିଡ଼ିଓ ପାଠ ପଢ଼ିବାକୁ ଟାଇମ୍ ଦେତେ ପଡ଼ିବ ନା ମୁଁ ଭିଡ଼ିଓ ସବୁଦିନ ଆଣିପାରିବି ପ୍ରାୟତଃ ଦିନେ ଦୁଇ ଦିନ ଗ୍ୟାପ୍ ରହିବ 2 ଦିନ କି ସପ୍ତାହ ରହିବ ମୁଁ କହିପାରିବିନି ତ ଏଇସବୁ କଥା ପାଇଁ ଯଦି ଏଇଠି ମୋ ବ୍ଲଗ୍କୁ ଏଣ୍ଡ କରିବା ଆଗରୁ ଆଉ କ'ଣ କହିବି ସେଇସବୁ କଥା ଆଉ ମୁଁ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି ଦେଖା ହେବା କ'ଣ ବ୍ଲଗ୍ରେ ଭିଡ଼ିଓକୁ ମୁଁ ଏଇଠି ଏଣ୍ଡ କରୁଛି ଦେଖା ହେବ ଆଉ ନୂଆ ବ୍ଲଗ୍ରେ ତ ମଜାଦାର ଭିଡ଼ିଓରେ ଦେଖା ହେବ କାହିଁକିନା ମୁଁ ଘରକୁ ଯିବା ପାଇଁ ଯିବି ଆଉ 2 ଦିନ ପରେ ଘରକୁ ଯିବି ଆଉ ମାଆ ବି ଖୋଜୁଛନ୍ତି ବାକଟି ମା ଖୋଜୁଛନ୍ତି ଆସ ଆସ ତ ମୁଁ ଯିବି ଘରକୁ ଯିବି 2 ମାସ ହେଲା ଯାଇନାହିଁ ତ ମୁଁ ଘରକୁ ଯିବି ତ ଖୁସି ଆସି ହେବି ଆଉ ମାଆ ସହ ଖୁସି ଆସି ହେବି ତ ଏଇସବୁ କଥା ଆଉ ଘରକୁ ଗଲା ପରେ କ'ଣ ନାହିଁ ହେବ ନାହିଁ ମୁଁ ଯାଇନାହିଁ ତ ବହୁତ ଦିନ ପରେ ଘରକୁ ଯାଉଛି ଦେଖା ହେବ ଆଉ ନୂଆ ବ୍ଲଗ୍ରେ ଶାନ୍ତା ଭିଡ଼ିଓରେ ଜୟ ଜଗନ୍ନାଥ ରହିଲେ।